देवीं सरस्वतीं व्यासं ततो जयमुदीरयेत्। मूकं करोति वाचालं पङ्गुं लङ्घयति गिरिं यत्कृपातमहं वन्दे परमानन्दमाधवम्। ସେହି ବିରାଟ ପୁରୁଷ ବ୍ରହ୍ମାଣ୍ଡରେ ପ୍ରବେଶ କଲେ। ତାଙ୍କ ଇନ୍ଦ୍ରିୟରୁ ଇନ୍ଦ୍ରୀ ଓ ଅଗ୍ନିରୁ ବଚନ ହେଲା, କାରଣ ବଚନ ଶବ୍ଦରୁ ପ୍ରକାଶ ପାଏ। ରସନା ବା ଜିହ୍ୱା ଷଡ଼ରସରେ ରସିଥାଏ, ତାହା ଜଳାଧିପତି ବରୁଣଙ୍କ ଆସ୍ଥାନ। ପ୍ରାଣ ସହ ରହିଥାନ୍ତି 10 ପ୍ରାଣ। ବିରାଟ ଆତ୍ମା ଦେହ ମଧ୍ୟରେ ବାସ କରନ୍ତି। ସେ ଈଶ୍ୱର, ଅବ୍ୟୟ, ଅମୃତ, ଜନ୍ମ ମୃତ୍ୟୁର ଊର୍ଦ୍ଧ୍ୱରେ। ସୂର୍ଯ୍ୟଙ୍କଠାରୁ କିରଣ ଜାତ ହେବା ପରି ତାଙ୍କର ନାଭି ପଦ୍ମରୁ ମୁଁ ଜାତ ହୋଇ ବ୍ରହ୍ମାଣ୍ଡ ସୃଷ୍ଟି କରେ। ତାଙ୍କରିଠାରୁ ଯଜ୍ଞ ସାମଗ୍ରୀ ନେଇ ଜନମଙ୍ଗଳ ପାଇଁ ଯଜ୍ଞ କରେ। ତେଣୁ ମୁଁ ସଂସାରର କାରଣ ହୋଇଛି। ମୋ ଅନ୍ତେ ନବ ପ୍ରଜାପତି ଯଜ୍ଞ ପୁରୁଷଙ୍କୁ କୁଣ୍ଡରେ ସ୍ଥାପନା କରନ୍ତି।